ଆରମ୍ଭ। ଚୈତନ୍ୟ ଠାକୁର କହିଲେ ଲୋ ମା, ଚାରି ଯୁଗରେ ଠାକୁର ଅବତାର ଭକ୍ତକୁ ଉଦ୍ଧାର କରିବା ପାଇଁ, ଦୁଷ୍ଟକୁ ସଂହାର କରିବା ପାଇଁ ସତ୍ୟ ଯୁଗରେ ନାରାୟଣ ଚକ୍ର ଦ୍ୱାରା ପାପୀମାନଙ୍କୁ ଛେଦନ କରି ଭକ୍ତକୁ ଉଦ୍ଧାର କରିଥିଲେ। ତ୍ରେତୟାରେ କୋଦଣ୍ଡ ଧନୁରେ ରାମଚନ୍ଦ୍ର ରାବଣର ବଂଶ କ୍ଷୟ କରି ଜାନକୀକୁ ଲଙ୍କାରୁ ଆଣି ଦୁଷ୍ଟ ଦଳନ କରି ଶିଷ୍ୟ ସନ୍ଥମାନଙ୍କୁ ତାରିଥିଲେ। ଦ୍ୱାପରରେ କଂସକୁ ବଧ୍ୟ କରି ଅଷ୍ଟମଲ୍ଲ ସହ ବିନାଶ କରି ସମସ୍ତଙ୍କୁ ଭକ୍ତମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ କଳି ଯୁଗରେ ଭଗବାନ ଚୈତନ୍ୟ ଠାକୁର ରୂପରେ ଜନ୍ମ ନେଇଛନ୍ତି। କେବଳ କଳି ଯୁଗରେ କୌଣସି ଅସ୍ତ୍ର ଦରକାର ନାହିଁ। ନାମ ହେଉଛି ଏକମାତ୍ର ଅସ୍ତ୍ର। ଏହି ନାମ ରୂପକ ଅସ୍ତ୍ରରେ ଦୁଷ୍ଟମାନଙ୍କୁ ଦଳନ କରିବେ ସେହି ସଚିତାନନ୍ଦ ସଚିନନ୍ଦନ ପ୍ରଭୁ ଚୈତନ୍ୟ ଠାକୁର। ତେଣୁ କଳି ଯୁଗରେ ଏକମାତ୍ର ନାମ। ସଂସାରରେ ଯେତେ ଦ୍ରବ୍ୟ, ଯେତେ ଜୀବ, ଯେତେ ଅନଳ ପ୍ରତ୍ୟଙ୍ଗ ଅଛି, କେବଳ ସମସ୍ତଠୁ ନାମ ସମସ୍ତଙ୍କର ଅଛି। ଚାରି ଯୁଗରେ କେବଳ ହେଉଛି କେବଳ ନାମ ସାର। ଏହି ନାମ ଧରି ଭକ୍ତମାନେ କଳି ଯୁଗରୁ ଉଦ୍ଧାର ହୁଅ।